ଆଜିର ରାଶିଫଳ ଜୁନ୍ ମାସ 8 ତାରିଖ 2026 ମସିହା ସୋମବାର। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ତିଥି ଅଷ୍ଟମୀ, ରାତ୍ରି 3ଟା 32 ଗତେ ନବମୀ, ନକ୍ଷତ୍ର ଶତଭିସା, ଦିବା 9ଟା 58 ଗତେ ପୂର୍ବ ଭାଦ୍ର, ଚନ୍ଦ୍ର କୁମ୍ଭ, ରାତ୍ରି 4ଟା 25 ଗତେ ମୀନ, ଯୋଗ ବିଷ୍କୁମ୍ଭ। ଆଜିର ସୂର୍ଯ୍ୟ ଉଦୟ ସମୟ 5ଟା 11, ସୂର୍ଯ୍ୟାସ୍ତ ସମୟ 6ଟା 21। ମିଥୁନ ରାଶିର ଘାତ ବାର ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର। ଆଜିର କାଳ ବେଳା ଦିବା 6ଟା 47 ଗତେ 8ଟା 25 ମଧ୍ୟରେ, ବାର ବେଳା ଦିବା 3ଟା 5 ଗତେ 4ଟା 45 ମଧ୍ୟରେ, ବିଶ୍ୱଦିବା ଅମୃତ ବେଳା ଦିବା 8ଟା 24 ଗତେ 10ଟା ମଧ୍ୟରେ, ରାତ୍ରି 9ଟା 33 ଗତେ ମଧ୍ୟରାତ୍ରି 9ଟା 35 ଗତେ 12ଟା 40 ମଧ୍ୟରେ, ବିଶ୍ୱଦିବା ମହେନ୍ଦ୍ର ବେଳା 4ଟା 40 ଗତେ 5ଟା 8 ମଧ୍ୟରେ। ଆଜି ନଡ଼ିଆ ଏବଂ ନାଉ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦାବି ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ। ପରିବାରରେ ମନୋମାଳିନ୍ୟ ଦେଖାଦେବ। ଆଧ୍ୟାତ୍ମିକ ଦିଗରେ ରୁଚି ବଢ଼ିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ସହ ଦେଖି ଚାହିଁ କଥାବାର୍ତ୍ତା କରନ୍ତୁ। ସେହିଭଳି ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ପ୍ରଶଂସା ମିଳିପାରେ। ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ। ପରିବାର ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ସାମାଜିକ ପ୍ରତିଷ୍ଠା, ଯଶ, କୀର୍ତ୍ତି ମିଳିବାର ସୁଯୋଗ ଅଛି। ସେହିଭଳି ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ପରିବାର ସୁଖ ଶାନ୍ତି ସମୟ ବହୁତ ଅତିବାହିତ କରିବେ। ସ୍ୱାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବେ। ଅଯଥାରେ କଥାରେ ରାଗନ୍ତୁ ନାହିଁ, ନଚେତ୍ ଅସୁବିଧାରେ ବହୁତ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ସହଯୋଗ ସାହାଯ୍ୟ ମିଳିପାରେ। ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟ କରି ଲାଭ ମିଳିବ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ପରିବାର ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବୃଦ୍ଧି କରିପାରନ୍ତି। କଟୁ ବାକ୍ୟ କହିବାରୁ ନିକଟ ସମ୍ପର୍କୀୟ ସହ କଳହ ହୋଇପାରେ। ଅଯଥା ଖର୍ଚ୍ଚ ବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ। ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ। ପରିବାର ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ। ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତି ରହିବ। ଦୁଃସମ୍ବାଦ ମିଳିଲେ କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ର ଭୁଲ ହେବାର ଚିନ୍ତିତ ରହିବେ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଶତ୍ରୁ ପରାଜୟ ହୋଇପାରେ। ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ। ଆଧ୍ୟାତ୍ମିକ ଦିଗରେ ସମୟ ନିୟୋଜିତ କରିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ନିବେଶ ଯାତ୍ରା କରିବେ। ବ୍ୟାପାରରେ ଲାଭବାନ ହେବେ। ପରିବାରରେ ସୁଖ ସମୟ ବିତିବ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ। ଜିଦ୍ଦି ସ୍ୱଭାବ ଯୋଗୁଁ କାର୍ଯ୍ୟ ବିଗିଡ଼ି ଯାଇପାରେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ସହ ବାକ୍ ବିତଣ୍ଡା ହୋଇପାରେ। ବ୍ୟାପାରରେ ହାନି ହୋଇପାରେ। ପରିବାର ସଦସ୍ୟଙ୍କ ସହ ମନମାଳିନ୍ୟ ହୋଇପାରେ। ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ। ସେହିଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନିଜ ବନ୍ଧୁ ପରିଜନ ଠାରୁ ଉପହାର ମିଳିପାରେ। କୌଣସି ଶୁଭ ସମାଚାର ପାଇ ମନ ବହୁତ ଖୁସି ରହିବ। କାର୍ଯ୍ୟକ୍ଷେତ୍ରରେ ସହଯୋଗ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ। ବ୍ୟବସାୟର ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ। ପରିବାର ସୁଖ ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ। ସେହିଭଳି ଧନୁ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନ ଖର୍ଚ୍ଚ ହୋଇପାରେ। ବାକ୍ ସଂଯତ ରୁହନ୍ତୁ, ନଚେତ ବାଦ ବିବାଦ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥ ଅଧିକାରୀଙ୍କ ଗାଳି ଶୁଣିବାକୁ ପଡ଼ିପାରେ। ବ୍ୟାପାର ଦିନଟି ମଧ୍ୟମ ରହିବ। ପରିବାର ତର୍କ ବିତର୍କ ଯୋଗୁଁ କଳହ ଦେଖାଦେବ। ସେହିଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ସାମାଜିକ ମାନ ସମ୍ମାନ ମିଳିପାରେ। ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ। ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନ ବୃଦ୍ଧି ହୋଇପାରେ। କୌଣସି ଦୀର୍ଘ ଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବା। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ବ୍ୟାପାରରେ ନିବେଶ ଶୁଭ ରହିବ। ପରିବାରରେ ସୁଖ ଆନନ୍ଦ ସମୟ କଟିବ। ଶେଷ ଦିକେ ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆଳସ୍ୟ ଥକା ଅନୁଭବ କରିବେ। ଜରୁରୀ କାର୍ଯ୍ୟ କିମ୍ବା ନିର୍ଣ୍ଣୟ ନିଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ସହ ଦେଖି ଚାହିଁ
କଥାବାର୍ତ୍ତା କରନ୍ତୁ। ବ୍ୟାପାରରେ ବାଧା ଆସିପାରେ। ପରିବାର ହଠାତ୍ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦାବିବେ।